ସାଙ୍ଗମାନେ ପ୍ରଥମ ଥର ମୋ ଗାଡ଼ି ଡିଜେଲ ୱାସ୍ ହବ। ଜୟ ଜନ ସାଙ୍ଗମାନେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଆମ ଅଞ୍ଚଳରେ ଥିବା କେନାଲ ପାଖକୁ ପଳେଇ ଆସିଛି। MR କାର୍ ୱାଶ୍ ମୋଟରସାଇକେଲ ୱାଶ୍। ଭାଇଙ୍କ ପାଖକୁ ଆସିଥିଲି ସକାଳେ। ଭାଇ କହିଲେ 4ଟା ବେଳକୁ ଆସ। ମୁଁ ପଳେଇ ଆଇଲି। 4ଟା ବେଳେ ଆସିଲା ବେଳକୁ ଭାଇ କହିଲେ ଭାଇ ଗାଡ଼ିରେ କ'ଣ ବଥ ବସିଯାଇଛି। ହଁ ଭାଇ ଆଉ ଗାଡ଼ି ଚଲଉନି, ଆଉ ଗାଡ଼ି ଥୁଆ ହେଉଛି ପ୍ରାୟ ସମୟ, କ'ଣ କରିବା, ସମୟର ଟିକେ ଅଭାବ, ଆଉ ଟିକେ ଭଲିକି ଧୋଇ ଦିଅନ୍ତୁ। ଭାଇ କହିଲେ ଡିଜେଲ ୱାଶ୍ କରିବାକୁ ପଡ଼ିବ। ମୁଁ କହିଲି ହଉ କରିଦିଅନ୍ତୁ ଆଉ ଡିଜେଲ ୱାଶ୍ ଦେଖିବା, ଥରେ ଟ୍ରାଏ କରିବା, ମୁଁ ତ କେବେ କରିନି। ମୁଁ କହିଲି କରିଦିଅନ୍ତୁ ଆଉ ଗାଡ଼ିକି ଏମିତି ଟିକେ ଟିକେ ମଝିରେ ଟୋଟାଲି ଏମିତି ୱାଶ୍ କରୁଥିବେ ନା, ଆଉ ଗାଡ଼ି ଚିକଣ କେମିତି ଆସିବ। ଆପଣଙ୍କ ଏରିଆରେ କେତେ ଟଙ୍କା କ'ଣ ନେଉଛନ୍ତି କହିବେ? ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖିବେ, କେତେ ଟଙ୍କା କ'ଣ ପଡ଼ୁଛି ଆପଣଙ୍କୁ କହିବି, ଆପଣ ଏଇଠିକି ଆସିକି କହିବେ ଆଉ। ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ଡିଜେଲ ସ୍ପ୍ରେ ଆରମ୍ଭ କରିଦେଲେ। ଏଇ କହିଲେ ଟୋଟାଲି ନିର୍ଭୟରେ ରୁହନ୍ତୁ, ଆମେ ପୁରା ୱାଶ୍ କରିଦେବୁ, ପୁରା କ୍ଲିନ୍ ହେଇଯିବ। କାହିଁକିନା ଯେଉଁ ଦେଖୁଛନ୍ତି ଯେଉଁ ଚେନ୍ ଫେନ୍ ଯେଉଁଗୁଡ଼ା ଗ୍ରୀସ୍ ଅଛି, ୟାକୁ ଛାଡ଼ିବା ବହୁତ ମୁସ୍କିଲ। ଆଉ ଦେଖିବା, ଫାର୍ଷ୍ଟ ଟାଇମ୍ ତ ଆମେ କରୁଛେ, ଆଉ ଦେଖିବା ଆର ଇମ୍ପ୍ରୁଭ୍ କ'ଣ ଦେଉଛି ଆମକୁ। ଆଉ ଡିଜେଲ ୱାଶ୍ର ପ୍ରୋସେସ୍ ସରିଲା, ତାପରେ ପାଣି ସ୍ପ୍ରେ କରିଦେଲେ। ଭାଇ କହିଲେ ପାଣିରେ ଆଗ ଧୁଆ ହେବ, ତାପରେ ଅଲଗା ପ୍ରୋସେସ୍ ଅଛି। ମୁଁ କହିଲି କ'ଣ ଅଛି ନା, ତୁମେ ଆଗକୁ ଦେଖୁନ। ମୁଁ କହିଲି ହଉ ଭାଇ ଆଉ ଦେଖ, ପୁରା ଚେନ୍ ଫେନ୍ ପୁରା ସଫା କରିଦେଲେ, ପୁରା ଟୋଟାଲ୍ କ୍ଲିନ୍ କରିଦେଲେ। ସାଙ୍ଗମାନେ ମଝିରେ ଗୋଟେ ଅସୁବିଧା ଥିଲା, ଗାଡ଼ି ମୁଁ ବିକିବି ବୋଲି ବାହାରିଥିଲି। ସମସ୍ତେ ମୋତେ ପାଟି କଲେ, କହିଲେ ଜମା ବିକିନା, କ'ଣ ଅସୁବିଧା ଆମକୁ ଜଣା। ମୁଁ କହିଲି ହଉ ମ୍ୟାନେଜ୍ କରିବା ଆଉ। ପାଣି ସ୍ପ୍ରେ ସରିଲା ପରେ ଫେଣ ମାରିବା ଆରମ୍ଭ କରିଦେଲେ। ଟୋଟାଲି ଫେଣ ପୁରା ଟୋଟାଲ୍ ଗାଡ଼ିକି ଧଳା କରିଦେଲେ। ଆରେ ମଣିଷ ତ ଏଠି କଳା, ଆଉ ତୁମେ ଗାଡ଼ିକି ଧଳା କରିଦେଲେ। ନାଇଁ ଆଜ୍ଞା, ସବୁ ଏଇ ଖେଳ, ସବୁ ଟେକ୍ନୋଲୋଜିଆ। ତାପରେ ଗାଡ଼ି ମୋର ଧୁଆ ହେଇଗଲା। ଟୋଟାଲ୍ ଫାଇନାଲ୍ ରେଜଲ୍ଟ ଏଇଆ। ଆଉ ଦେଖନ୍ତୁ ଟୋଟାଲ୍ ପୁରା କ୍ଲିନ୍ ହେଇଗଲା। ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ଫଲୋ କରିବେ, ସବସ୍କ୍ରାଇବ୍ କରିବେ।